विवाह किंवा अनौपचारिक मिलनକୁ ବୁଝାଏ। ବାଲ୍ୟାବସ୍ଥା କେତେ ସୁକୋମଳ ସଜ ଗୋଲାପ ପରି ସମାଜ ଆମର ନଷ୍ଟ କରି ତାକୁ ବାଲ୍ୟ ବିବାହ କରେ। ହଁ ଆଜ୍ଞା, ବାଲ୍ୟ ବିବାହ ଦୁନିଆର ଅନେକ ସ୍ଥାନରେ ଏକ ପ୍ରଚଳିତ ଅଭ୍ୟାସ ହୋଇ ଆସୁଛି। ଯଦିଓ ବିଶ୍ୱ ଦ୍ରୁତ ଗତିରେ ବିକାଶ କରୁଛି, କିଛି ଅଞ୍ଚଳ ଅଛି ଯାହା ସମୟ ସହିତ ଆଗକୁ ବଢ଼ିବା ଭଳି ମନେ ହେଉଛି। ଦୁଃଖର ବିଷୟ ହେଉଛି ବାଲ୍ୟ ବିବାହର ଅନ୍ଧକାର ବାସ୍ତବତା ଆମକୁ ଘେରି ରହିଛି, ଯାହା ମନ ଓ ମସ୍ତିଷ୍କକୁ ଆନ୍ଦୋଳିତ କରି କଠୋର ଆଘାତ ପହଞ୍ଚୁଛି। ଯେଉଁ ବାଲ୍ୟ ଅବସ୍ଥାରେ ଜଣେ ଶିଶୁ ହସି ଖେଳି ସ୍ୱପ୍ନର ମୁକ୍ତ ବିହଙ୍ଗ ଭଳି ଘୁରି ବୁଲେ, ନୂଆ ଆଶା ନୂଆ ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରୟାସ ଜାରି ରଖେ, ସେହି ଅବସ୍ଥାରେ ତାକୁ ବାଲ୍ୟ ସାମାଜିକ ବନ୍ଧନରେ ବାନ୍ଧିବା ଏକ ଅଜବ ଘୋଷିତ ପ୍ରଥା ନୁହେଁ କଣ ଆଜ୍ଞା? ଆଜ୍ଞା, ଆପଣମାନେ ଜାଣିଛନ୍ତି ଏହି ବାଲ୍ୟ ବିବାହର ଶିକାର ପୁଅ ଓ ଝିଅ ଉଭୟ ହୋଇଥାନ୍ତି, ମାତ୍ର ଅଧିକ ନିର୍ଯାତନା ଶିକାର ହୁଅନ୍ତି। ଝିଅମାନେ ଯେଉଁ ବୟସରେ କଣ୍ଢେଇ ଧରି ଖେଳିବା କଥା